ନାଲ୍କୋ ଅଫିସ୍ ସଂଘର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟ ଅତିଥି ନିର୍ବାହୀ ନିର୍ଦ୍ଦେଶକ ସତ୍ୟବାଦୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନ୍ୟ ସମ୍ମାନିତ ଅତିଥି ଭାବେ ମାନବ ସମ୍ବଳ ମୁଖ୍ୟ ପ୍ରବନ୍ଧକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ, ମୁଖ୍ୟ ପ୍ରବନ୍ଧକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ହିମାଂଶୁ ଶେଖର ପଣ୍ଡା, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଭରତ ଚରଣ ମହାରଣା, ରାଜୀବ ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ସଦସ୍ୟଙ୍କୁ ଉପଢୌକନ ଓ ସ୍ମାରକୀ ଦେଇ ସମ୍ମାନିତ କରିଥିଲେ। ଏଥିସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ନୂତନ ନିର୍ବାଚିତ ଅଧିକାରୀ ସଦସ୍ୟଙ୍କୁ ସମୂହ ଶପଥ ପାଠ କରାଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ବର୍ଷ 2026-28 ପାଇଁ ଗତ 15 ତାରିଖ ଗୁପ୍ତ ମତଦାନ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଅଭୟ ଅଗସ୍ତିଙ୍କ ନେତୃତ୍ୱରେ ନିର୍ବାଚନ କରାଯାଇଥିଲା। ଉକ୍ତ ନିର୍ବାଚନରେ ନାଲ୍କୋର 912 ଜଣ ସଦସ୍ୟଙ୍କ ମଧ୍ୟରୁ 748 ତାଙ୍କର ମତଦାନ ସାବ୍ୟସ୍ତ କରି 2 ଜଣ ଅଧିକାରୀଙ୍କୁ ବିଦାୟୀ ଘୋଷଣା କରିଥିଲେ। ଶ୍ରୀ ଦେବାଶିଷ ମିଶ୍ର, କିଶୋର କୁମାର ବେହେରା, ଶ୍ରୀ ଶରତ, ଶ୍ରୀ ନଳିନୀକାନ୍ତ ପଣ୍ଡା, ଶ୍ରୀ ଦେବୀ ପ୍ରସାଦ ମହାପାତ୍ର, ମନୋଜ ରଣା, ପ୍ରତାପ ଚନ୍ଦ୍ର ମଲ୍ଲିକ, ମିସ୍ ଇରା କୁମାରୀ ଓ ଶ୍ରୀ ନରେଶ ମିଶ୍ର ରୂପେ ନବନିର୍ବାଚିତ ହୋଇଥିଲେ। ସମସ୍ତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ବିଦାୟୀ ସଭାପତି ଶ୍ରୀ ବନମାଳୀ ସେଠୀଙ୍କ ଅଫିସ୍ ସଂଘ ପ୍ରତି କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ସମାରୋହଟିକୁ ଶ୍ରୀ ନଳିନୀକାନ୍ତ ପଣ୍ଡା, ଅଭୟ ଅଗସ୍ତି, ଦେବାଶିଷ ମିଶ୍ର ଓ ଦେବୀ ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀ କିଶୋର କୁମାର ବେହେରା ଧନ୍ୟବାଦ ଜଣାଇଥିଲେ। ଅନୁଗୁଳରୁ ମଦନ ନାୟକଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।